ବାଇବେଲରେ ଆଦି ପୁସ୍ତକରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ଯେକୌଣସି ବିଷୟରେ ପ୍ରଭୁ ପ୍ରତିଜ୍ଞା କରିଛନ୍ତି ଆଉ ସେହି ସବୁ ପ୍ରତିଜ୍ଞା ପଛରେ ସର୍ତ୍ତ ରହିଛି, କଣ୍ଡିସନ ରହିଛି। ସର୍ତ୍ତ ବିନା କୌଣସି ପ୍ରତିଜ୍ଞା ପରମେଶ୍ୱର କରିନାହାନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପରମେଶ୍ୱର ସମସ୍ତଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଆଉ କେଉଁମାନଙ୍କର ପ୍ରାର୍ଥନା ଶୁଣନ୍ତି ସେହି 5ଟି ବିଷୟ ଆଜି ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଯଦି ଏହା ଆମେ ଜାଣିବା ତାହେଲେ ଆମେ ଯଦି ପରମେଶ୍ୱରଙ୍କ ନିକଟରେ ଏହି ସର୍ତ୍ତ ଯୁକ୍ତ ଭାବରେ ଏହି ସର୍ତ୍ତ ଆଧାରିତ ଭାବରେ ନିଜ ଜୀବନକୁ ସଜାଡ଼ି ଯଦି ଆମେ ପରମେଶ୍ୱରଙ୍କୁ ମାଗିବା ତାହେଲେ ପରମେଶ୍ୱର ସେହି ସବୁ ଦେବେ ଆମକୁ। ଆଉ ଆମର ପ୍ରାର୍ଥନା ପ୍ରଭୁଙ୍କ ନିକଟରେ ଗ୍ରହଣୀୟ ହେବ। ଆମର ପ୍ରାର୍ଥନାକୁ ସେ ଶୁଣିବେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଥମ ବିଷୟ ଆମେ କେମିତି ପ୍ରାର୍ଥନା କରିବା ଆଉ କେଉଁ ପ୍ରାର୍ଥନାକୁ ପରମେଶ୍ୱର ଶୁଣନ୍ତି, ପ୍ରଥମ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ସାଧୁ ଜହନଙ୍କ ପ୍ରଥମ ପତ୍ର, ପ୍ରଥମ ଜହନ 5 ଅଧ୍ୟାୟ 14 ପଦରେ ପ୍ରକାର ଲେଖାଗଲା, ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି। ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ ତାହାଙ୍କ ନିକଟରେ ପ୍ରାର୍ଥନା କରୁ ସେହି ପ୍ରାର୍ଥନାକୁ ପରମେଶ୍ୱର ଶୁଣନ୍ତି। ନିଜ ଇଚ୍ଛାରେ, ନିଜ ସ୍ୱାର୍ଥରେ, ପରମ୍ପରା ଭାବରେ ଯଦି ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ ନିଜର ସ୍ୱାର୍ଥ ପାଇଁ, ନିଜର ସୁବିଧା ପାଇଁ, ନିଜର ଫାଇଦା ପାଇଁ ଯଦି ଆମେ ପ୍ରଭୁଙ୍କ ନିକଟରେ ମାଗୁ, ପ୍ରାର୍ଥନା କରୁ ଆଉ ସେଇ ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି ନାହିଁ। ମାତ୍ର ସେ କେତେବେଳେ ଜଣେ ବ୍ୟକ୍ତିର ପ୍ରାର୍ଥନା ଶୁଣନ୍ତି, ଯେତେବେଳେ ଜଣେ ବ୍ୟକ୍ତି ଈଶ୍ୱରଙ୍କର ଇଚ୍ଛା ଅନୁସାରେ ସେ କଣ କରେ, ମାଗେ। ଈଶ୍ୱରଙ୍କ ଇଚ୍ଛା ଅନୁସାରେ କୌଣସି ବିଷୟ ନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରେ ଆଉ ସେହି ବ୍ୟକ୍ତିର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏହି ସବୁ ଶିକ୍ଷାକୁ ଆମେ ନିଜର କରିବା, ଏସବୁ ଶିକ୍ଷା ଉପରେ ଆମେ ଠିଆ ହେବା, ଏହା ସ୍ୱର୍ଗର ପରମେଶ୍ୱର ଚାହାନ୍ତି। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, କେଉଁମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣନ୍ତି। ଦ୍ୱିତୀୟ ବିଷୟ ଜହନ ଲିଖିତ ସୁସମାଚାର 15 ଅଧ୍ୟାୟ 7 ପଦ। ଜହନ ଲିଖିତ ସୁସମାଚାର 15 ଅଧ୍ୟାୟ 7 ପଦରେ ଏ ପ୍ରକାର ଲେଖାଯାଏ, ଯଦି ତୁମ୍ଭେମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ୍ଭମାନଙ୍କ ଠାରେ ରହେ ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀମାନେ, ମାଗ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ମାତ୍ର କେତେବେଳେ ତାହାଙ୍କ ଠାରେ ରହି, ପରମେଶ୍ୱରଙ୍କ ନିକଟରେ ରହି। ଆଜି ଅନେକ ଭାଇ ଭଉଣୀମାନେ ମଣ୍ଡଳୀରେ ଅଛନ୍ତି, ସହଭାଗିତାରେ ଅଛନ୍ତି, ସେମାନେ କ୍ୱାଇର ଟିମ୍ରେ ଅଛନ୍ତି, ସବୁ କ୍ଷେତ୍ରରେ ସେମାନେ ଅଛନ୍ତି, ମାତ୍ର ଦୁଃଖର ବିଷୟ ସେମାନେ ଯୀଶୁଙ୍କ ସହିତ ନାହାନ୍ତି। ସେମାନେ ଖ୍ରୀଷ୍ଟଙ୍କର ଶରୀରର ଗୋଟେ ଅଙ୍ଗ ହେଇପାରୁନାହାନ୍ତି। କାହିଁକି? କାରଣ ପାପରୁ ପୃଥକ ହେଇନାହାନ୍ତି। ଆଉ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ନାହାନ୍ତି ଆଉ ଖ୍ରୀଷ୍ଟଙ୍କର ବାକ୍ୟ ଯାହାଠାରେ ନାହିଁ ସେମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିବେ ନାହିଁ। ଯେଉଁମାନେ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଅଛୁ, ତାହାଙ୍କର ବାକ୍ୟ ଆମ ଜୀବନରେ ରହିଛି, ତାହାଙ୍କର ବାକ୍ୟ ଆମ ଜୀବନରେ କାର୍ଯ୍ୟକାରୀ ହୋଇଛି, ତାଙ୍କର ବାକ୍ୟକୁ ଆମେ ଭୟ କରୁଛୁ, ବାକ୍ୟ ଅନୁସାରେ ଆମେ ବଞ୍ଚୁଛୁ ଆଉ କୌଣସି ବିଷୟ ଆମେ ଇଚ୍ଛା କରି ମାଗିଲେ ପରମେଶ୍ୱର ଆମ ପାଇଁ ସେ କରିବା ପାଇଁ ସାମର୍ଥ୍ୟ ଅଟନ୍ତି, ଆମ ନିମନ୍ତେ ସେ ଦେବା ପାଇଁ ବଳବାନ ଅଟନ୍ତି, ବିଶ୍ୱସ୍ତ ଅଟନ୍ତି। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣନ୍ତି ଯେଉଁମାନେ ତାହାଙ୍କ ସହିତ ରୁହନ୍ତି, ତାହାଙ୍କର ବାକ୍ୟ ତାଙ୍କଠାରେ ରହେ ଆଉ ସେମାନେ ଯାହା କିଛି ଇଚ୍ଛା କରି ମାଗିବେ ପରମେଶ୍ୱର ସେମାନଙ୍କୁ ଦେବେ। ପ୍ରିୟ ଭାଇ ଭଉଣୀମାନେ, ତୃତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ସେହି ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ 13 ପଦ, ସେହି ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ 13 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ପ୍ରକାର କହିଲେ, ପୁଣି ପିତା ଯେପରି ପୁତ୍ରଙ୍କ ଠାରେ ମହିମାନ୍ୱିତ ହୁଅନ୍ତି ଏଥି ନିମନ୍ତେ ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ କରିବି। ପ୍ରିୟ ଭାଇ ଭଉଣୀମାନେ, କେଉଁ ପ୍ରାର୍ଥନା ପ୍ରଭୁ ଶୁଣନ୍ତି? ଯେଉଁ ପ୍ରାର୍ଥନା କି ପ୍ରଭୁଙ୍କର ଗୌରବର ବିଷୟ,
जो प्रार्थना आम करने द्वारा जहाँ आम मागिबा द्वारा जहाँकि प्रभुंकर महिमा हेब गौरव हेब यही प्रकार प्रार्थना प्रभु शुणती जहाँ वाक्य आधारित नुहे जहाँ प्रभुंकर विरोधर अटे जो प्रार्थना आम प्रभु निकट करने उचित नुहे से ही प्रार्थना जदि आम प्रभु निकट करवा से ही प्रार्थना को परमेश्वर शुणती ना परमेश्वर कहले तुम शत्रु मान प्रेम कर आ जो माने तुमको अभिशाप दियंती से तुम आशीर्वाद कर मात्र प्रार्थना जदि मत जे गाली करुथिले तांको जीवन में दुर्घटना आसु सी मरी जाओ तार विपद घटू यही प्रकार प्रार्थना गुड़िक प्रभु शुणवे ना कारण यह परमेश्वर गौरव हो ना अगौरव हो अपमान हो प्रिय भाई भणी माने प्रभु यीशु ख्रीष्ट कहते जो प्रार्थना द्वारा पुणी पिता जेपरी पुत्र ठारे महिमानित हुंती एथि निमंते तुमे माने मो नाम जहा किछि मागो जेकोसी विषय जदि आमे प्रभु निकट प्रार्थना करू ताहांकर गौरवर विषय ताहांकर महिमा निमंते आमे जहा किछि मागू आमे ताहांकर निकट प्रार्थना करू से प्रार्थना को से सुनंती प्रिय भाई भणी माने चतुर्थ विषय आमे देखिबा चतुर्थ विषय मु आपण मानक निकटरे रखिबा पाई चाहे आपण माने मो सहित द्वितीय वंशावली 7 अध्याय 14 पद प्रति ध्यान देवे लेखा जाए जेबे आम्भ नाम विख्यात आम्भर लोक माने आपण मानकु नम्र करी प्रार्थना करिवे और आम्भर मुख अन्वेषण करी आपणा आपणा कुपथरु फेरिबे तेबे आम्भे स्वर्गरु शुणिबा और सेमानकर पाप क्षमा करिबा और सेमानकर देश सुस्थ करिबा प्रभुंक नाम स्तुति परमेश्वर केतेबेले जड़े व्यक्तिर प्रार्थना शुणती केउ मानकर प्रार्थना से शुणती जो माने निजको नम्र करी प्रभुंकर गोड़ धरी अश्रुपात सहित निजको नत करी ताहांको निकट प्रार्थना करती एही व्यक्ति मानकर प्रार्थना परमेश्वर शुणती आ लेखा जाए नम्र करी जो माने प्रार्थना करती प्रभु निकटरे से प्रार्थना से शुणती से पाप को क्षमा करती आउ से कौन करती सुस्थता दियंती आउ सही व्यक्तिर प्रार्थना देशर परिस्थिति को परिवर्तन कर दिए सही व्यक्तिर प्रार्थना देश को सुस्थ कर दिए प्रिय भाई भणी माने प्रभु नाम गौरव आमे निजको नम्र करवा कारण आमर परमेश्वर प्रभु यीशु ख्रीष्ट से नम्र अटंती से ईश्वर हेले मध्य ईश्वर ही रहिबार विषय मने रखिले नाही से मने कले नाही से आपण को नत कले दास रूप धारण कले शेषर से मनुष्य मानकर लेवल रे पळे आसिले निजको शून्य कले सेति पई नम्र व्यक्ति मानकर प्रार्थना को प्रभु सुनंती लोक देखाणिया प्रार्थना कपटी मानक भली प्रार्थना यही प्रार्थना को परमेश्वर शुणती नहीं दिने करग्राही और फारूसी प्रार्थना करने गले फारूसी लोक देखाइबा निजर प्रशंसा निजर गौरव से प्रार्थना करुछि किंतु से प्रार्थना को प्रभु शुणिले ना करग्राही जड़े पापी से छाती रे मारी होई प्रभु को निकट को देखिबा से इच्छा करूना आउ एही पापी नम्र व्यक्तिर प्रार्थना को प्रभु शुणुचंती आउ सही व्यक्ति को से धार्मिक गणना करुचंती प्रिय प्रभु लोक मैंने मुझे चाहे आमर प्रार्थना जे प्रभु निकट ग्रहणीय होउछि कि नहीं ए 5टी विषय को नहीं आमे निजे कौन करबा जांच करबा निजको आमे परीक्षा करबा ठीक आमे चिंता करी देखिबा जे आमे कि प्रकार समय थाउ थाउ आमर प्रार्थनार मनोभाव को आमे बदलैबा समय थाउ थाउ आमे प्रभु निकटरे परिवर्तित हेबा शेष शर्त बा शेष विषय मु कही समाप्त करबा पाई चाहे केउ मानकर प्रार्थना प्रभु शुणती आपण माने गीत संगीता 145 अध्याय को आसीबे गीत संगीता 145 अध्याय 18 और 19 पदरे प्रकार लिखा जाए सदा प्रभु आपना निकटरे प्रार्थना करी सत्य भावरे प्रार्थना करी समस्तंकर निकटवर्ती अटंती से आपना भयकारी मानकर वांछा पूर्ण करिवे आहुरी से सेमानकर काकुति सुनिबे और सेमानकु परित्राण करिवे
କେଉଁମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣନ୍ତି? ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନାକାରୀ ମାନଙ୍କର ପ୍ରାର୍ଥନା ସେ ଶୁଣନ୍ତିନି, କିନ୍ତୁ ସତ୍ୟ ଭାବରେ ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନଙ୍କର ସମସ୍ତଙ୍କର ପ୍ରାର୍ଥନା ସେ ଶୁଣନ୍ତି। ଏହା ଆମକୁ ଜାଣିବା ଆବଶ୍ୟକ ରହିଛି। ତାହାଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରନ୍ତି, କାରଣ ସେ ପ୍ରଭୁ ଅଟନ୍ତି, ପ୍ରାର୍ଥନା କରନ୍ତି, କିନ୍ତୁ ସମସ୍ତଙ୍କର ପ୍ରାର୍ଥନା ସେ ଶୁଣନ୍ତି ନାହିଁ। କିନ୍ତୁ ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ପ୍ରାର୍ଥନା ସେ ଶୁଣନ୍ତି। ସତ୍ୟ ଭାବ, ସତ୍ୟର ବିପରୀତ ହେଲା ମିଥ୍ୟା। ମିଥ୍ୟାରେ, ଅଭିନୟରେ, ଆଜି ରବିବାର ବୋଲି, ଶୁକ୍ରବାର ପ୍ରାର୍ଥନା ବୋଲି ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନଙ୍କ ପ୍ରାର୍ଥନା ପ୍ରଭୁ ଶୁଣନ୍ତି ନାହିଁ। କିନ୍ତୁ ସତ୍ୟ ଭାବରେ, ସତ୍ୟ ଚିନ୍ତାଧାରା, ମୋର ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ, ସେ ଜୀବିତ ଅଟନ୍ତି। ମୁଁ ସବୁ ସମୟରେ ଡାକିଲେ ସେ ମୋର କଥାକୁ ଶୁଣନ୍ତି। କେମିତି ଶୁଣନ୍ତି? ମୁଁ ପବିତ୍ର ବୋଲି ନୁହେଁ, ମୁଁ ଧାର୍ମିକ ବୋଲି ନୁହେଁ, ମୁଁ ବେଶୀ ଦାନ ଦେଉଛି ବୋଲି ନୁହେଁ, ସେ ମତେ ଦୟା କରି, ସେ ମତେ ପ୍ରେମ କରନ୍ତି। କେତେବେଳେ ନିଜକୁ ନମ୍ର କରି ସତ୍ୟ ଭାବରେ ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନଙ୍କ ପ୍ରାର୍ଥନା ପ୍ରଭୁ ଶୁଣନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ